ନମସ୍କାର ସାଙ୍ଗମାନେ, ଜୟ ଜଗନ୍ନାଥ। ଏବେ ରାତି ଟାଇମ୍ ହେଲାଣି 11ଟା। ସ୍ୱାମୀଙ୍କର ଇଚ୍ଛା ହେଉଛି ଏଇ ଟାଇମ୍ରେ ଚୁଡ଼ା ସନ୍ତୁଳା ଖାଇବା ପାଇଁ। ଏଇ ଟାଇମ୍ରେ କାହାକୁ ଚୁଡ଼ା ସନ୍ତୁଳା ଖାଇବାକୁ ଇଚ୍ଛା ହୁଏ? ଆମ ସ୍ୱାମୀଙ୍କୁ ପରା। ହଉ, ଏମିତି ରାତି ଅଧରେ କିଏ ନିଜ ସ୍ୱାମୀଙ୍କ ପାଇଁ କି ଛୁଆ ପାଇଁ ରୋଷେଇ କରେ? କମେଣ୍ଟରେ ନିହାତି ଲେଖିବେ ସାଙ୍ଗମାନେ। ଆଉ ତାପରେ ମୁଁ ଚାଲିଗଲି ସ୍ୱାମୀଙ୍କ ଫରମାଇଶ ପୁରା କରିବା ପାଇଁ। ଚୁଡ଼ା ସନ୍ତୁଳା 5 ମିନିଟରେ ରେଡ଼ି ହେଇଯିବ ସତ, କିନ୍ତୁ ସବୁ କାମ ସାରିକି ପୁଣି ରୋଷେଇ ଘରକୁ ଯିବାଟା ଭାରି କଷ୍ଟ ନା, ମୋ ପାଇଁ ତ କଷ୍ଟ। ତ ମୁଁ ଯାଇକି ସାଙ୍ଗେ ସାଙ୍ଗେ ପିଆଜଟେ କାଟିଦେଲି। ତାପରେ ତେଲରେ ଫୁଟଣ ଫୁଟେଇକି ଚିନି ଅଧିକା ନେଇଥିଲି, ଲୁଣ କମ୍ ନେଇଥିଲି। ତାପରେ ତାକୁ କିଛି ସମୟ ଭାଜି ଦେଇକି ପିଆଜ ସହିତ ଚୁଡ଼ା ପକାଇ ଦେଇଥିଲି। ବନି ଯାଇଥିଲା ମୋର ଚୁଡ଼ା ସନ୍ତୁଳା। ତାପରେ ମୁଁ ଆଣିକି ହଜବେଣ୍ଡକୁ ଆଉ ଝିଅକୁ ଦେଇ ଦେଇଥିଲି, ସେମାନେ ଖୁସିରେ ଖାଇ ଦେଇଥିଲେ।